ତରଭୁଜ ପାଚିଥିବ। हाय रूपा हाय देखो सांग मैंने आम आज बारिक आसीचु एत दिन पर काकुड़ी तोड़िया देखा जाऊ काकुड़ी मिलूँ कि नहीं मिलला। अरे वाह रूपा पूरा सक्सेस जाऊ तुम तो कमाल कर रूपा मत तो कहते मिलूनी गोटे भी काकुड़ी एत हाँ मिलला गोटे बढ़िया कसी काकुड़ी मत गोटे मिली देख तुम केते ककुड़ी लगी सेकरे तरबुजा लगी कखारू भी लगी देखिए तो सांग मैंने आपण मैंने बहुत सुंदर भाव में केते सारा चाष कर मझे मझे टे आसू चाषबास टे हाथ फात मारू पानी फानी रूपा आसी प्राय टाइम दिखती मुसेनी मो तो कम कर सब कस्टमर था दुकान रे दुकान छाड़ी आसिया को टाइम मिले जो टाइम मिले आम आसिकी बाड़ी रे एमती काम फाम करूँ भल लगे चाषबास करा केते सारा काकुड़ी केते सारा काकुड़ी सारे तरबुज कपड़ साइड रे काकुड़ी एति हबनी आउ नबु आहरी काकुड़ी नब रूपा चल देखिए रूपा केमती कौन काकुड़ी तोलुचंदी रूपा खाली खोजी पकाउछंदी काकुड़ी एइठो को देखथि काकुड़ी मु सांग बहुत छोट छोट है आटे बड़ हम काले तो आईला बोधे कारण गोटे दिन तो बढ़े ना एत स्मॉल साइज रही बड़ सब बड़े पूरा देखो सामान काकुड़ी तोड़े तरबुज पाखे पहुँची गले आम तरबुज केडेटा हो गला हेलु आहरी केते सारा तरबुज रूपा तो काकुड़ी व्यस्त अच्छी मुझे तरबुज पाखक पलाए देखते ये गोटे तरबुज एटी गोटे ये तो बड़ हो गला रूपा ये पाची गला तरबुज तोड़ी देली थोई दिए धरी पारि एत समय कुनी तरबुज एपटे गोटे एटी भी कखारू कुनी कखारू एत काकुड़ी धरल नौ बैग ने अरे पूरा मैंने केते सारा काकुड़ी मुझे तोड़ी छिड़ी जापर बैग रूपा देखु जा गछ मूल जा टमाटो तोड़ला देह कौन गला काकुड़ी खोजी खोजिकी और सजना छुई सजना छुई केते सारा अमृतभंडा भी
ଅମୃତଭଣ୍ଡା ପାଚିଗଲାଣି। ଦେଖ କେତେ ସାରା ଅମୃତଭଣ୍ଡା ହେଇଛି। ଦେଖ ରୂପା ଟମାଟୋ ତୋଳୁଛି। ରୂପା ସେ ଛିଡ଼ିଯିବ। ହଁ ମାଆକୁ ନେଇ ଆସି ଭାବିଲି ଟମାଟର କ'ଣ ଏମିତି ପଡ଼ିଛି? ଖରାପ ହେଇଯାଇଛି ଏଇଟା। ହଁ ଏମିତି ଟମାଟୋ ମୁଁ ଜିନ୍ଦଗିରେ କେବେ ଦେଖିନଥିଲି। ଇଏ କ'ଣଟା? ସେଇ ଥୋଇଛୁ ଯେଉଁ ତରଭୁଜ ଥୋଇଛୁ। ଏ କଞ୍ଚା ରାଗ ଦେଖ ମୁଁ ତ ଆଣିଛି ନାଲି ଟମାଟର ଗୋଟେଇ ଆଣିଛି ଗୋଟେଇକି ଆଣିବି ଗଛ ମୂଳେ ଲାଗିଥିଲା ଆଉ। ହେ ଧ ତୁ ଧରେ ମୁଁ ସେମିତି ଧରିପାରିବିନି ମୁଁ ଏମିତି ଧରିବି। ହେଲା ରୂପା ଟେକିକି ତରଭୁଜ ଭାଇ ଗୋଟେ ବଡ଼ ଚାଷୀଟା ତ। ବାଚିଯିବ ଦେଖ। ବଢ଼ିଆ ପାଚିଛି ଆଉ ଖା। ଖରାପ ରାତି ଯାଇଛି ଭଲ ଲାଗୁଛି। ଥଣ୍ଡା ହେବା ଦରକାର। ଥୋଇ ଦେଇଛି ଥଣ୍ଡା ହେଇଯିବ ଆଉ ଟିକେ ଖାଇବା ଆଉ ନୁହଁ। ଥଣ୍ଡା ହେଲେ ଖାଇବ ପୁରା ତତଲା। ଏଠି ମୁଁ ବସିଛି ରୂପା ତାଙ୍କ ସେପଟେ କାମ କରୁଛନ୍ତି କଷ୍ଟମର ଅଛନ୍ତି। ଦେଇଛି ତଥାପି ଶୁଭୁଛି ତମକୁ ଶୁଭୁଛି ଆଗେ ଭଲ ଲଗାଉନା ଭଲିବ କୋଉଟା ସେପଟ ଦୁଇଟା ସୁଇଚ୍ ଅଛି। ସୁଇଚ୍ ନା ନା ସୁଇଚ୍ ନା ସେଟା ତ ସ୍କ୍ରିନ୍ ସୁଇଚ୍ କଡ଼ରେ ନାହିଁ ଫୋନରେ ଦି ସାଇଡ୍ରେ। କୋଉଟା ଏଇ ମଝି ହଁ ହଁ କହ ସେ ଶୁଣିବେ। ଆପଣ କେବେ ରୁଟି ସହିତ ଆଳୁ ଚକଟା ଖାଇଛନ୍ତି? ଆମେ ଏବେ ରୁଟି ସହିତ ଆଳୁ ଚକଟା ଖାଇବୁ ବହୁତ ଭଲ ଲାଗେ ଟେଷ୍ଟ। ମା ଆଜି କରିଥିଲା ସନ୍ତୁଳା ତ ସନ୍ତୁଳା ରାଗ ଲାଗେନି ରୂପାଙ୍କୁ ତ ରାଗ ଜିନିଷ ବହୁତ ପସନ୍ଦ ସେଥିପାଇଁ ସେ ରୁଟିରେ ଆଳୁ ଚକଟା କରିବାକୁ କରିଥିଲେ ଲଙ୍କା ଚକଟିଥିଲେ। ମୁଁ କହିଲି ଚାଲ ଆଳୁ ଅଛି ସିଝା ଚାଲ ଖାଇଦେବା ଚକଟିକିନି। ମୁଁ ତ ପ୍ରାୟ ଟାଇମ୍ ଆଳୁ ଚକଟା ରୁଟି ଖାଏ ମୋତେ ବହୁତ ଭଲ ଲାଗେ। ଚାଲ ଦେଖିବା ରୂପା ଚକଟୁଛନ୍ତି ଆଳୁ ଆଉ ଆମେ ରୁଟି ଖାଇବା। ଦିଦି ଘରିଆ ଫୋନ୍ କରୁଛନ୍ତି କଥା ହେବା ବହୁତ ସାରା ମଜାମସ୍ତି କରିବା। ସେମାନେ ବା ଜେଲସ୍ ହେଇଯାଉଛନ୍ତି ସେମାନେ ଆସିଲା ଟାଇମ୍ରେ ବ୍ଲକ୍ ହେଉନି ତ ସେମାନେ ଯେମିତି ଘରକୁ ପଳାଉଛନ୍ତି ଆମେ ବ୍ଲକ୍ କରି ଛାଡ଼ୁଛୁ ବୋଲି ସେ ପୁରା ଜେଲସ୍ ଦୁଇ ଜଣ ଯାକ ହେଇଯାଇଛନ୍ତି। ଆଉ ଫୋନ୍ କରିକି ଆମକୁ ସୋଧା କହିବା କଥା ନୁହଁ ଦୁଇ ଜଣ ପୁରା ଜେଲସ୍ ଫିଲ୍ କରୁଛନ୍ତି ଆଉ ଆମକୁ ଫୋନ୍ କରି ଶୋଧୁଛନ୍ତି। ତାର ଦେଖିବା କେମିତି କ'ଣ ସେମାନେ କହୁଛନ୍ତି କ'ଣ ସବୁ ତାଙ୍କ କଥା ଶୁଣିବା ଆଉ ବହୁତ ସାରା ମଜାମସ୍ତି କରିବା ଆଉ ରୁଟି ସହିତ ଆଳୁ ଚକଟା ଖାଇବା ବହୁତ ହି ଟେଷ୍ଟ ଲାଗିଥାଏ। ଆପଣମାନେ କେବେ ଟ୍ରାଏ କରନ୍ତୁ ରୁଟି ସହିତ ଆଳୁ ଚକଟା। ସତରେ ବହୁତ ହି ଟେଷ୍ଟି ହେଇଛି ଆଳୁ ଚଟନା ରୁଟି ସହିତ ଆଳୁ ଚଟନା ଯେଉଁଟାକି ଖାଲି ଲଙ୍କା ଲୁଣ ପଡ଼ିକି ଚକଟା ହେବ ତାଥିରେ କିଛି ବି ଏକ୍ସଟ୍ରା ପଡ଼ିବନି। ବହୁତ ହି ଟେଷ୍ଟି। ମୋତେ ତ ଭଲ ଲାଗେନି ପିଆଜ ରସୁଣ ପକାଇ ଚକଟିଲେ ଯେଉଁଟାକି ପାଟି ଗ୍ୟାସ୍ ହେଇଥାଏ ରୁଟି ସହିତ ବେଶୀ ଖାଇଲେ ତ ଭାତ ସାଙ୍ଗେ ତ ଖାଇବା ଭଲ ଲାଗେ ସେଇଟା ପଖାଳ ଭାତ ସହିତ ସବୁ ପକାଇକି ସେଥିରେ ଖାଇବା ଭଲ ଲାଗେ ଯେଉଁଟାକି ଆମେ ରୁଟିରେ ଖାଲି ଲଙ୍କା ଚକଟି ଖାଇବା ବହୁତ ହି ଟେଷ୍ଟି। ତା ଦେହରେ ଟିକେ ରାଗ ମିକ୍ସଚର ହେଇଗଲେ ଆଉ ଟିକେ ଟେଷ୍ଟି। ଆମେ ଖାଉଛୁ ଏବେ ଚାଲ ଦେଖିବା ଦିଦି ଘରିଆ କ'ଣ ସବୁ କହୁଛନ୍ତି।
କଣ ଦେଖିକି ଆଉ ଶୁଣି ଦେବେ ଦେହ କହିଛନ୍ତି। ନା ମୋ ଦେହ କାଇଁ କଣ ହବ? ମୋ ଦେହ କିଛି ହୁଏନି। ମୋ ଦେହ ହଉଥିଲେ ମୁଁ ମନ ଭିଡ଼ିଓ ଦେଖିଥାନ୍ତି। ମୋ ଦେହ ହୁଏନି କିଛି। ମତେ ମୁଁ କହିଲେ ମୁଁ ଥିଲାବେଳେ କାଇଁ କରିନଥିଲ ଆଜ୍ଞା କାଇଁ କଲ? ତମେ ଆସୁନ। ତମେ ଆମେ ବା ଗଲେ ତମେ ତଳକୁ ଓହ୍ଲେଇବନି। ତମେ ଆସ ଆମେ ଓହ୍ଲେଇବୁ ଡେଇଁ ପଡୁ ତ ଖାଟୁ ତଳକୁ ଆଉ। ଆଉ ଭଉଣୀ ସେ ନାଁକୁ ଖାଲି ଦିଦି ନାଁକୁ ଖାଲି ଇଏ। ହଁ। ଏବେ ମୋଦି ରୋଟି ଖାଇସାରିଲୁଣୁ? ତୋ ରୁଟି ଖାଇଛି ବା। ତୁ ଖାଉନୁ ମୋ ରୁଟି ଗୁଡ଼ା। ସେମ୍ ରୁଟି ତ। ସେମାନେ କେତେ ଜେଲସ୍ ଫିଲ୍ କରୁଛନ୍ତି ତ ସେମାନେ ଆସିଲେ ଆମେ ନିଶ୍ଚୟ ଗୋଟେ ବ୍ଲଗ୍ କରିବୁ। ରହୁଛି ସାଙ୍ଗମାନେ ନମସ୍କାର। ଦେଖନ୍ତୁ ଆମ ଖାଇବା ପୁରା ହିଁ ସରିଗଲାଣି। ଆପଣମାନେ ବି ଟ୍ରାଏ କରନ୍ତୁ। ବହୁତ ହି ଭଲ ଟେଷ୍ଟ ଲାଗେ ଖାଦ୍ୟଟା ଆଉ ବହୁତ ସହଜରେ ବି ହେଇଯିବ। ଯେଉଁମାନଙ୍କୁ ରୋଷେଇ ଆସେ ତାଙ୍କ ପାଇଁ ତ ବହୁତ ହି ଭଲ ଜିନିଷ।